ଭାଙ୍ଗିଗଲା ବିରାଟ କୋହଲି ରୋହିତ ଶର୍ମାଙ୍କ ଦୋସ୍ତି। ଟି20 ବିଶ୍ୱକପ୍ ଶେଷ ହୋଇଛି। ମାର୍ଚ୍ଚ 28ରୁ ଆରମ୍ଭ ହେବ ଆଇପିଏଲ୍, କିନ୍ତୁ ତା ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମ୍ପର୍କ ଭାଙ୍ଗିଯାଇଛି। ହଁ ଦର୍ଶକ ବନ୍ଧୁ, ରୋହିତ ଶର୍ମା ଟି20ରେ ଭଲ ଓପନର ବ୍ୟାଟ୍ସମ୍ୟାନ୍ ନୁହନ୍ତି, ଏ କଥା ଆମେ କହୁନାହୁଁ, ବରଂ ନିଜେ ବିରାଟ କୋହଲି କହିଛନ୍ତି। ଆର୍ସିବି ତାର ଦିସ୍ ଆର୍ ଦ୍ୟାଟ୍ ଏକ ପ୍ରୋଗ୍ରାମରେ ଭାଗ ନେଇଥିଲେ ବିରାଟ କୋହଲି ଏବଂ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ରୋହିତ ଶର୍ମା କ୍ରିସ୍ ଗେଲଙ୍କ ମଧ୍ୟରେ କିଏ ଟି20ରେ ଭଲ ଓପନର, ଦୁଇ ଜଣ ମଧ୍ୟରୁ କିଏ? ବିରାଟ କୋହଲି କହିଥିଲେ ଯେ କ୍ରିସ୍ ଗେଲ୍ ହେଉଛନ୍ତି ଭଲ ଓପନର। ଦର୍ଶକ ବନ୍ଧୁ, ଆମେ ଏଠାରେ ଆପଣଙ୍କୁ କହି ରଖୁ ଯେ ରୋହିତ ଶର୍ମା ଟି20ରେ 124ଟି ମ୍ୟାଚ୍ ଖେଳି 183.2 ଷ୍ଟ୍ରାଇକ୍ ରେଟ୍ରେ 32.61 ହାରରେ ରୋହିତ ଶର୍ମା 3750 ରନ୍ କରିଛନ୍ତି। କ୍ରିସ୍ ଗେଲ୍ 59ଟି ମ୍ୟାଚ୍ ଖେଳି 141.76 ଷ୍ଟ୍ରାଇକ୍ ରେଟ୍ରେ 31.32 ହାରରେ 1660 ରନ୍ କରିଛନ୍ତି। ତେଣୁକରି ଯେତେବେଳେ ଚର୍ଚ୍ଚା ସୃଷ୍ଟି ହୋଇଛି ବିରାଟ କୋହଲି କ୍ରିସ୍ ଗେଲ୍ଙ୍କ ନାମକୁ ନେଇଛନ୍ତି ତାଙ୍କ ସାମ୍ନାରେ। ତାଙ୍କୁ ପ୍ରଶ୍ନ ଥିଲା ଯେ ରୋହିତ ଶର୍ମା ଏବଂ କ୍ରିସ୍ ଗେଲ୍ଙ୍କ ମଧ୍ୟରେ ଭଲ ଓପନର ବ୍ୟାଟ୍ସମ୍ୟାନ୍ କିଏ, କିନ୍ତୁ ସିଏ ରୋହିତ ଶର୍ମାଙ୍କ ନାମକୁ ନ ନେଇ ଏକ ବିଦେଶୀ ଖେଳାଳି କ୍ରିସ୍ ଗେଲ୍ଙ୍କ ନାମକୁ ନେଇଥିଲେ। କ'ଣ ରୋହିତ ଶର୍ମାଙ୍କ ସାଥିରେ ବିରାଟ କୋହଲିଙ୍କ ପାଇଁ ସମ୍ପର୍କ ଭଲ ନାହିଁ କି? ନା ଆର୍ସିବିର ଓପନର ଯେହେତୁ ଅଛନ୍ତି କ୍ରିସ୍ ଗେଲ୍, ସେଥିଲାଗି ସେ ନେଇଛନ୍ତି କି? ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି କ'ଣ ହେଇପାରେ, କାହିଁକି ବିରାଟ କୋହଲିଙ୍କ ମତରେ କ୍ରିସ୍ ଗେଲ୍ ଭଲ ବ୍ୟାଟ୍ସମ୍ୟାନ୍, ରୋହିତକୁ କାହିଁକି ପସନ୍ଦ କରୁନାହାନ୍ତି ବିରାଟ କୋହଲି? ଏ କୋଶ୍ଚିନ୍ର ଉତ୍ତର ତ କିଛି ଦିନ ପରେ ଜଣାପଡ଼ିଯିବ। ବିରାଟ କୋହଲିଙ୍କ ମଧ୍ୟ ଆହୁରି ପ୍ରଶ୍ନ ଥିଲା ଯେ ଆଡାମ ଗିଲକ୍ରିଷ୍ଟ ଓ ସୁନୀଲ ନାରାୟଣଙ୍କ ମଧ୍ୟରେ କିଏ ଭଲ ବ୍ୟାଟ୍ସମ୍ୟାନ୍? ବିରାଟ କୋହଲି କହିଥିଲେ ଯେ ଆଡାମ ଗିଲକ୍ରିଷ୍ଟ ହେଉଛନ୍ତି ଭଲ। ଆହୁରି ତାଙ୍କୁ ମଧ୍ୟ ଥିଲା ପ୍ରଶ୍ନ ଯେ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗଙ୍କ ମଧ୍ୟରେ କିଏ ଭଲ ଓପନର ବ୍ୟାଟ୍ସମ୍ୟାନ୍? ବିରାଟ କୋହଲି କହିଥିଲେ ଯେ ବୀରେନ୍ଦ୍ର ସେହବାଗ ହେଉଛନ୍ତି ଭଲ ଓପନର ବ୍ୟାଟ୍ସମ୍ୟାନ୍।